ସେଇଥିପାଇଁ ତ ମୋ ସେ ସାନ ଭାଇ କହିଛି ନା ଯେଉଁଠି ବି ମୁଁ ତାକୁ ନ ଦେଖିଥିଲେ ବି ସେ ଯଦି ମୋତେ ଦେଖିଥିବ ଆଉ ସେ ବାଟେ ଗଲାବେଳକୁ ନିଶ୍ଚୟ ଓହ୍ଲେଇକି ମୋ ପାଖକୁ ଆସିବ। ମୋ ରାସ୍ତା ଏକରେ ମୁଁ ରାସ୍ତା ସେକରେ ସିଏ ଭିଡ଼ ତା ଭିତରେ ନଜର ପଡ଼ିଯାଇଛି ତାହେଲେ ନିଶ୍ଚୟ ସେ ଆସିବ ଆସି ପାଦ ଧୂଳି ନେବ। ଏଇଟା ହେଉଛି ତା'ର ଅନ୍ତରର କଥା। ମୁଁ ଜାଣେ ଯଦି ମୁଁ ନ ଦେଖିଥାନ୍ତି ହଁ ସେ ଆସି ପହଞ୍ଚୁଛି ସେ ପଳେଇ ଯାଇଥିଲେ କ'ଣ ଅସୁବିଧା ହେଉଥିଲା? ମୁଁ ଏମିତି କ'ଣ ମୁଁ ତାକୁ କିଛି କହିଥାନ୍ତି ଯେ ମୁଁ ଅନୁଭୂତିରେ ଗାଡ଼ି ଭିତରେ କିଏ ଅଛି? ତେଣୁକରି ସେ ମୋତେ ଭଲ ପାଏ, ମୋ ପରିବାରକୁ ଭଲ ପାଏ, ଆଉ ନିଶ୍ଚିତ ଭାବରେ ସେ ଆମ ସମସ୍ତଙ୍କର ଅତି ପ୍ରିୟ ହୋଇ ରହିଛି। ସେ ତ ବହୁତ କିଛି ହେଇଛି କିନ୍ତୁ ପ୍ରଥମ ଯେଉଁ ତା ସାଙ୍ଗେ ସାକ୍ଷାତ ହେଇଥିଲା ଫୁଲଚନ୍ଦନ ଡାକ ଅଜା ମୁଁ ଭୂମିକାରେ ଅଭିନୟ କରିଥିଲି, ସେ ଚନ୍ଦନ ଭୂମିକାରେ ଅଭିନୟ କରିଥିଲା ହିରୋ। ଆଉ ସେଇଠି ଗୋଟେ ଡାଇଲଗ୍ ବାହାରି ପଡ଼ୁଥିଲା ପାଟିରୁ ଦେଖ ତାକୁ ସାଙ୍ଗେ ସାଙ୍ଗେ ମହସିନ କଲା ଜୟ ଭାଇ ଏ ଦେଖଟାକୁ ତୁମେ ଲଗେଇବ ଭଲ ଲାଗୁଛି ଅଜା କ୍ୟାରେକ୍ଟରରେ। ଉତ୍ତମ ବି କଲା ଜୟ ଭାଇ ଭଲ ଲାଗିଲା ତ ପଡ଼ିଗଲା ଯେତେବେଳେ ଦେଖ ତାକୁ କହିଲ। ତେଣୁ ସେ ବହୁତ କିଛି ସ୍ମୃତି ମନେ ପଡ଼େ ତା'ର। କେଉଁଠୁ ଜଙ୍ଗଲ ବରବରା ଜଙ୍ଗଲ ବିଭିନ୍ନ ପ୍ରକାର ଜାଗାରେ ସବୁ ସୁଟିଂ ହେଇଛି, ସବୁ ଜାଗାରେ ସେ ତା ସହିତ ମୋର ସିନ୍ ଥାଏ କିନ୍ତୁ ନିଖୁଣ ଭାବରେ ଅଭିନୟ ସିଏ ବି କରେ, ମୁଁ ବି ମଧ୍ୟ ଜଗିକି ତା ସାଙ୍ଗେ ଅଭିନୟ କରେ। କଳାକାର ସେ କେବେ ବେକାର ହୁଏନି। ତେଣୁ ତା ଅଭିନୟ ଆଜି ସମସ୍ତଙ୍କ ହୃଦୟ ଭିତରେ ଅଛି, ଏଥିରେ ଭାବିବାର କିଛି ନାହିଁ। ସମସ୍ତେ ମନେ ପକାଉଛନ୍ତି ଆଉ ସେ ଏମିତି ମନେ ରହିବ। ଆଉ ଯଦି ବା କେତେବେଳେ କେମିତି ଭୁଲି ହେଇଯାଉଥିବ ଏ ମିଡ଼ିଆ ମାଧ୍ୟମରେ ମଧ୍ୟ ଚଳଚ୍ଚିତ୍ର ଦେଖିଲେ ସାଙ୍ଗେ ସାଙ୍ଗେ ଏ ଲୋକଟି ଥିଲା ଭଲ ଅଭିନୟ କରୁଥିଲା କରାଉଥାଏ ସେଇ ତା ବିନୁ ଅନ୍ୟ ଗତି ନାହିଁ। ସେ ଯାହା ଚାହିଁବ ଏଇଟା କ'ଣ ମରିଯିବ ବୋଲି ଭାବିଥିଲା। ସେ ଯେତେବେଳେ ଦିଲ୍ଲୀରେ ଥିଲା ଟ୍ରିଟମେଣ୍ଟ ହେଉଥିଲା ମୁଁ ଟିକେ ଫୋନ୍ କରି ବୁଝୁଥିଲି କାରଣ ଏଠିକା ଅପେକ୍ଷା ସେତେ ଟିକେ ଭଲ ଆଡ଼କୁ ଆସୁଛି। 3 ଦିନ 4 ଦିନ ଖଣ୍ଡେ ଫୋନ୍ କଲି ତାପରେ ମୁଁ କହିଲି ମୁଁ ଡିଷ୍ଟର୍ବ କରିବାଟା ଭଲ ହେବନି କାହିଁକିନା ସେମାନେ କେଉଁ ଟେନସନ୍ ଥିବେ କ'ଣ କରିଥିବେ। ଆଉ ତାପରେ ହଠାତ୍ ଖରା ଶୁଣିଲା ବେଳକୁ ମୋ ମନ ବଡ଼ ଦୁଃଖ ହେଲା, ମୋତେ ବାଧିଲା। ଶେଷଥର କେବେ କଥା ହେଇଥିଲେ? ଶେଷଥର ଦେଖା ହେଇଥିଲା ମୋର ଏଇ ଯେଉଁ ଜୟଦେବ ଭବନରେ ଯେଉଁ ବସନ୍ତ ନାୟକର ଗୋଟା ମୋତେ ସମ୍ମାନିତ କରିବା ଥିଲା ତାଙ୍କ ଆୱାର୍ଡ଼ ଦେଇକିରି, ଆଉ ସେଇଠି ଦେଖା ହେଇଥିଲା। ସେଠି ଫଟୋ ମଧ୍ୟ ଉଠେଇଥିଲୁ ପରିବାର ସହ ଆମର ସେ ବସିକି ଫଟୋ ଉଠେଇଥିଲେ। କାରଣ ଜୟ ମୋ ସିନା ଗୋଡ଼ ଭାଙ୍ଗି ଯାଇ ତୁମର କ'ଣ ହେଇଛି କି? ତୁମର କିଛି ନାହିଁ, ହଁ ତୁମେ ଠିକ୍ ଅଛ। ଆଜି କିଛି ସେ ନାହିଁ, ସେ କଥାଗୁଡ଼ା ମନେ ପଡ଼ିଲା ବେଳକୁ ଭାରି ଦୁଃଖ ଲାଗୁଛି। ଦର୍ଶକମାନେ ହରେଇଲେ ଆଉ କଳାକାର ବି ହରେଇଲେ ଯଦି ଉତ୍ତମ ମହାନ୍ତି ହରେଇକିରି। ସେ କେବଳ ବଞ୍ଚିକି ରହିଥିଲେ ବି କେତେ କଥା ଗୋଟେ ଆଦର୍ଶ ହେଇ ରହିଥାନ୍ତା ସମସ୍ତଙ୍କ ମନ ଭିତରେ ଯେ ଉତ୍ତମ ମହାନ୍ତି ଅଛି ଆଉ କିଛି ନାହିଁ।